ଏବେ ତ ଗାଧୁଆ ପାଧୁଆ ସବୁ ସରିଗଲାଣି। ଆଉ ଏଠି ଲଭଲିଟାକୁ ଟିକେ ବାସି ରୁଟି ଥିଲା ଖୁଆଇ ଦେଉଛି ତ ସବୁଦିନ ସକାଳୁ ସେ ଖାଇଦିଏ। ଆଜି ଗାଧୋଇ ପାଧୋଇ ଆସିକି ଦେଇଛି, ସବୁଦିନ ବଦଳି ଦେଇଛି ତାକୁ ଦେଇଛି। ଆଜି ବଦଳ ବଦଳି କିଛି କରିନି, ତାକୁ ଶୀଘ୍ର ମୁଁ ଗାଧୋଇକି ଆସିଲି ହେରି। ଆଉ ଏବେ ଲଭଲିକି ଖାଇବାକୁ ଦେଉଛି, ତା ଦେହ ଟିକେ ଖରାପ ଥିଲା, ଏବେ ଟିକେ ଟିକେ ଠିକ୍ ହେଇ ଆସିଲାଣି। ତ ଆପଣମାନେ ତ ଜାଣିଛନ୍ତି ଆମର ଅଣସୁଧିଆ ହେଇଛି, ତ ଆମକୁ କେହି ଛୁଇଁବେନି କି ଆମେ କୌଣସି ଜିନିଷ ଛୁଇଁବୁନି। ଆମର ଦୀପାବଳି ମଧ୍ୟ ପାଳନ ହେଇପାରିବନି ଏ ବର୍ଷ। ଆଉ ତ ଆମର ଅଣସୁଧିଆ ଲାଗି ଖାଇବା ପିଇବା ବି ଆମର ସବୁ ଅଲଗା, ତ ସିଝା ସିଝି ଖାଲି ଖିଆ ହେଉଛି। ଆଉ ଆଜିକି ତ 4 ଦିନ ହେଇଗଲାଣି ଆମ ଦାଦା ଶ୍ୱଶୁର ମରିବାର। ଆଉ ଏବେ ଟିକେ ବାରଣରେ ରହୁଛୁ। ତ ଆପଣଙ୍କ ଆଡ଼େ କ'ଣ ଏମିତି ବାରଣ ଅଛି କି ନାହିଁ ମୁଁ ଜାଣିନି, କିନ୍ତୁ ଆମ ଆଡ଼େ ବି ଏମିତି ବାରଣ ସବୁ ସିଝା ସିଝି ଖାଇବୁ, ଫୁଟେଇବା ଜିନିଷ ଖାଇବୁନି କି ମୁଣ୍ଡରେ ତେଲ ଲଗେଇବୁନି, ଏମିତି ସବୁ ବାରଣ ଅଛି। ଆଉ 7 ଦିନ ଯାଇନୁ ଟିକେ ମାନେ ଆମର କାମରୁ ଟିକେ ମାନେ ମୁକ୍ତି ମିଳିଛି କହିବାକୁ ଗଲେ। ଖାଲି ସିଝା ସିଝି ଭାତ 2ଟା ହେଉଛି ସେତିକି। ଆଉ 7 ଦିନ ପରେ ଆମର ସଫାସୁଫି ଯେତେ ଯାହା ଅଛି ଝଡ଼ାଝଡ଼ି ସଫାସୁଫି ଏସବୁ କାମରେ ଲାଗି ପଡ଼ିବୁ। ଆଉ ତ ଭିଡ଼ିଓ ବନେଇ ପାରିବି କି ନାହିଁ ମୁଁ ମାନେ କହିପାରୁନି, ଯେହେତୁ ବ୍ୟସ୍ତ ରହିବୁ 2-3 ଦିନ ସବୁତିକ କାମ ସରିବ। ତାପରେ ଏବେ ଆସିକି ମୁଁ ଚା'ଟା ବସାଇ ଦେଇଛି। ଆମ ଶାଶୁ ଏବେ ସବୁ ଚା' ଫା ପିଇକିନା ତାପରେ ଆମର ଯାହା କାମ ଅଛି କରିବୁ। ଦେଖନ୍ତୁ ଏବେ ତ ସମୟ 1 ବାଜିଗଲାଣି। ଆଉ ଟିକେ ବର୍ଷା ଉଠେଇଲା, ମୁଁ ଆସିଲି ହାରି ପିଲାମାନଙ୍କୁ ଧରିକି। ମୋ ସାନ ଯା ବି ଆସିଛି ହାରି। ପିଲାମାନଙ୍କର ଏକାଚିକି ବହୁତ ଦିନର କାଜୁ ଗୁରା ଥିଲା, ଆମ ବୋଉ ତାକୁ ଛାତ ଉପରେ ଶୁଖେଇ ଦେଇଥିଲେ କାଟିବା ପାଇଁ ଦୀପାବଳି ଲାଗି। ଆଉ କ୍ଷୀରି ହେବ ଯେହେତୁ, ତ ସେ କାଜୁ ଗୁରାକ ଶୁଖୁଛି, ବର୍ଷା ହେଇନଥିଲା ଯାଏଁ 3-4 ଦିନ ହେଲା ଶୁଖିଲାଣି। ତ ପିଲାମାନେ ଆସିକି ସେ କହୁଛି ମୁଁ ତୋଳିବି, ସେ କହୁଛି ମୁଁ ତୋଳିବି, ଏମିତି ହେଇକି 2 ଜଣ ଯାକ ଭିତରେ ଖେଣ୍ଟିଆ ଖେଣ୍ଟି ଲାଗିକି ସେ ମାଡ଼ଗୋଡ଼ି ଚଲେଇଛନ୍ତି। ଆଉ ତାକୁ ତୋଳାତୋଳି କରିକି ଏବେ ନେଇକି ଆମେ ଘରକୁ ଯିବୁ। ଆମ ଟୁଇଁ ତ ତାକୁ ଟୁଇଁର ରିସିର ଶେଷରେ ତୋଳାତୋଳି ସବୁ କଲେ ସାଙ୍ଗ ହେଇକିନା, ପୁଣି ତା ଭିତରେ ତାଙ୍କର ଖେଣ୍ଟିଆ ଖେଣ୍ଟି ଚାଲିଛି। ଆଉ ଆମ ଘରେ ତ ଏମିତି ପିଲାମାନଙ୍କର କେଁ କଟର ସବୁବେଳେ ଲାଗି ରହିଥାଏ। ଆଉ ଯେହେତୁ ମେଞ୍ଚ ପିଲା ସିଏ ହେଇଛନ୍ତି, କିଏ ଆଜି କେଁ କାଁ ହେଲା ସେ କିଏ ବେମା ହେଉଛି, ଏମିତି ତାଙ୍କର ଚଲେଇଛନ୍ତି ମାଡ଼ପିଟି ହେଇକି। ଯେହେତୁ ସ୍କୁଲ ଟିକେ ଛୁଟି ରହୁଛି, ତାପରେ ଆହୁରି ବି ସିଏ ହେଉଛନ୍ତି ସମସ୍ତେ ରହିଗଲା ଆସିକି। ତ ସବୁ ପିଲାମାନେ ତ ସବୁ ଗାଧୋଇ ପାଧୋଇକି ଏବେ ଖିଆପିଆ କରିବାକୁ ଆସି ପଡ଼ିଲେଣି। ଆଉ ପୁଚୁନୁର ଏକା ଯିବି, ମୁଁ ଭାତ ସିଝା ଏମିତି ଖାଇବିନି, ମୋତେ ପଖାଳ କରିକି ଦେଇଦେ, ପଖାଳକୁ ଆଳୁ ସିଝା ହଉ ପଛେ ଖାଇଦେବି, କିନ୍ତୁ ପଖାଳଟା ସିଏ ସେମିତି ଖାଇବନି। ସଜ ପଖାଳଟା ଖାଇଲା ଆସିକି ତାକୁ ଟିକେ ଅବାଗିଆ ଲାଗୁଛି ନା। ଆଣିକି ମୋତେ ଆମ୍ବ କଷିଆ ଦେଉଛି, ଆମ୍ବ କଷିଆ ଅଦା ତୁ ନେ ଛେଚିକିନା ମୋ ପଖାଳ ଦେ। ତା ପଖାଳରେ ମୁଁ ଆମ୍ବ କଷିଆ ଅଦା ଆଉ ତାକୁ ଟିକେ ଚାଇଁ ପଖାଳ କରିକି ଦେଇଦେଲି। ଆଉ ସେଠି ବସିକି ଖାଇଲା। ଆଉ ସିଝା ସିଝି ଯେଉଁ ଡାଲମା ହେଇଥିଲା ସେଇଟା ଫୁଟା ହେଇନି ବୋଲି ତାକୁ ଖାଇବାକୁ ସେ ରାଜି ନୁହଁ। ତ ସେ ଅଛି, ମୁଁ ଖାଇଦେବି ତାକୁ, ନହେଲେ ଆମେ ସବୁ ଆପରେ ଆମ ଯାଆ ମାନେ ସବୁ ବସିକି ଖାଇବୁ। ତ ଆମେ ସାଙ୍ଗ ହେଇକି ସବୁ ଖାଇଦେବୁ। ତ ଆମର ତ ଏମିତି ମାନେ ଡେଲି ଚାଲିଛି। ଏବେ ଆହୁରି ମାନେ 4-5 ଦିନ ଯାଏଁ ଏମିତି ଚାଲିବ। ତ ଆପଣମାନଙ୍କୁ ଏଇ ମିନି ବ୍ଲଗ୍ ଆମର କେମିତି ଲାଗୁଛି ମୋତେ ନିଶ୍ଚୟ କମେଣ୍ଟ କରି କହିବେ। ଆଉ ଭଲ ଲାଗିଲେ ଲାଇକ୍ କମେଣ୍ଟ ମୁଁ ସେୟାର କରିବେ। ଯଦି ଆପଣମାନେ ମୋ ଚ୍ୟାନେଲରେ ନୂଆ ଅଛନ୍ତି ତାହେଲେ ସବସ୍କ୍ରାଇବ୍ କରିକି ଯିବେ। ରହୁଛି, ନମସ୍କାର, ଜୟ ଜଗନ୍ନାଥ।